ବାସ୍ତବ ଜୀବନ ଆଉ ଗୋଟିଏ ବାସ୍ତବିକତା ଜୀବନ। ଦୁଃଖ ଯନ୍ତ୍ରଣାରେ ନିଜକୁ ଏକୁଟିଆ ପାଇବେ ଆଉ ଖୁସି ଅଗଣାରେ ସମସ୍ତଙ୍କ ପାଖରେ ପାଇବେ। ଯେତେବେଳେ କେହି ନିଜର ଆପଣଙ୍କୁ ରାଗରେ ବହୁତ କିଛି କହୁଛି, ବାସ୍ ତାକୁ କହିବାକୁ ଦିଅ। ପ୍ରାୟତଃ ମଣିଷ ରାଗରେ ନିଜ ମନ ଭିତରେ ଥିବା ଆପଣଙ୍କ ପ୍ରତି ଅଳିଆକୁ ସାମ୍ନାକୁ ରଖିଦେଇଥାଏ। ପର ଲୋକଙ୍କୁ ଆପଣାର କରିବା ସହଜ, କିନ୍ତୁ ଆପଣାର ମଣିଷକୁ ଆପଣାର କରି ରଖିବା ବହୁତ କଷ୍ଟ। ଯିଏ ସହି ଯାଉଛି ତାକୁ ବୋକା ଭାବନ୍ତୁନି। ଯିଏ ଚୁପ୍ ରହିଅଛି କାରଣ ତା ମୁହଁରେ ସଂସ୍କାରର ତାଲା ଅଛି, ନହେଲେ ସିଏ ଯେତିକି ଶୁଣିପାରିବ ତାଠୁ ଅନେକ ଅଧିକ କହି ବି ପାରିବ। ବେଳେବେଳେ ଏମିତି ଇଚ୍ଛା ହୁଏ କୌଣସି ଏକ ସୁନସାନ ଜଙ୍ଗଲ କିମ୍ବା ପାହାଡ଼ ଉପରେ ଜୋରସେ ଚିତ୍କାର କରିବି ଆଉ କାନ୍ଦି କାନ୍ଦି ଆକାଶକୁ ସବୁ ଦୁଃଖ ଜଣେଇଦେବି। ମୁଁ ସେ ବାଜି ହାରିଛି ଯାହା ମୋର ଜିତିବା ପକ୍କା ଥିଲା, ହେଲେ ବୁଝିପାରୁନି ଦୋଷ କାହାକୁ ଦେବି। ହରେଇଥିବା ବାହାର ମଣିଷକୁ, ନା ମୋତେ ହରେଇବାରେ ସାହାଯ୍ୟ କରିଥିବା ମୋ ନିଜ ଲୋକଙ୍କୁ? ସମ୍ମାନ ଦେଲେ ସମ୍ମାନ ମିଳିବ, ହେଲେ ମୁଁ ଏମିତି ମଣିଷକୁ ଦେଖୁଛି ସମ୍ମାନ ପାଇଲା ପରେ ଅନ୍ୟକୁ ଛୋଟ ନଜରରେ ଦେଖନ୍ତି କ'ଣ ପାଇଁ? ଯଦି ସବୁ ପରିସ୍ଥିତିରେ ବଞ୍ଚିବାର ହିଁ ଅଛି, ତେବେ ହସି ହସି ଜୀବନ ବିତେଇବାରେ ଅସୁବିଧା କ'ଣ ରହିଛି? ଏମିତି କେହି ଜଣେ ତ ମିଳୁ, ଯିଏ ମିଳିଗଲେ କିଛି ସମୟ ପାଇଁ ହେଉ ପଛେ କିନ୍ତୁ ଟିକିଏ ଖୁସି ମିଳିଯାଉ। ଇଏ ସେଇ ଦୁନିଆ ଯେଉଁଠି ସୁନ୍ଦର ଚେହେରା ପାଇଁ ସଫା ହୃଦୟକୁ ଛାଡ଼ି ଦିଅନ୍ତି। କେବେ ବି କାହାର ବି ଅଭ୍ୟାସ ହେବାକୁ ଦିଅନ୍ତୁନି, ଖାସ୍ କରି କୌଣସି ମଣିଷର ସମ୍ପର୍କ ଯେମିତି ବି ହେଉଥାଉ ହୃଦୟରୁ ହେବା ଦରକାର, ମୁଣ୍ଡରୁ ନୁହେଁ। ମୋ ବିଷୟରେ ଦୁନିଆ ବହୁତ କମ୍ ଜାଣିଛି, ତଥାପି ମୋର ଅଧିକ ଦୋଷ ଆଉ ଦୁର୍ବଳତା ବାହାରୁଛି, ଯେତେବେଳେ କି ମୋର କିଛି ଭୁଲ ହିଁ ନାହିଁ। ପ୍ରେମରେ କଷ୍ଟ ତ ସମସ୍ତେ ପାଇଥାନ୍ତି, କିଏ ସହିଯାଏ ତ କିଏ ଛାଡ଼ିଦିଏ। କାହା ପାଇଁ ବୋଝ ହେବା ଅପେକ୍ଷା କାହା ପାଇଁ ସ୍ମୃତି ହୋଇଯିବା ଅଧିକ ଭଲ ହୋଇଥାଏ। କିଛି କଠିନ ନିଷ୍ପତ୍ତି ବି ନେବାକୁ ପଡ଼ିଯାଏ। ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କଣ୍ଟାର ପଥର ବି ଚାଲିବାକୁ ପଡ଼ିଥାଏ। ଭବିଷ୍ୟତକୁ କୁସୁମିତ କରିବା ପାଇଁ ଶାନ୍ତିର ସନ୍ଧାନରେ ବହୁତ ଲମ୍ବା ରାସ୍ତା ଚାଲିବାକୁ ପଡ଼ିଲେ ଶେଷରେ ଶାନ୍ତି ବି ପାଇଗଲି, କିନ୍ତୁ ମୃତ୍ୟୁର କୂଳରେ। ଜୀବନ କେବେ ଛୋଟ ହୋଇନଥାଏ, ବରଂ ମଣିଷ ଏଠି ଡେରିରେ ବଞ୍ଚିବା ଆରମ୍ଭ କରିଥାଏ। ପ୍ରାୟତଃ ସିଏ ଏକୁଟିଆ ରହିଯାନ୍ତି ଯିଏ ନିଜଠାରୁ ଅଧିକ ଅନ୍ୟ ବିଷୟରେ ଚିନ୍ତା କରନ୍ତି। ସେହି ପୁଅ ପ୍ରେମରେ କେବେ ବି ଧୋକା ଦେବ ନାହିଁ ଯିଏ କାହାଠାରୁ ଥରେ ଧୋକା ପାଇ ଜାଣିଛି କି ଧୋକାର ଯନ୍ତ୍ରଣା କେତେ। ଜଙ୍ଗଲରେ ରହିଥିବା ସାପକୁ କାହିଁକି ଡରିବି? ମୁଁ ତାର କ୍ଷତି ନ କରିବା ପର୍ଯ୍ୟନ୍ତ ସେ ମୋର କିଛି କରିବନି। ଡର ମୋତେ ଘରେ ରହିଥିବା ସାପଠାରୁ, ଯିଏ କେବଳ କାମୁଡ଼ିବା ପାଇଁ ସୁଯୋଗ ଅପେକ୍ଷାରେ ରହୁଛନ୍ତି। ମୋର ପ୍ରେମ କେବେ ବି ମିଛ ହୋଇନଥାଏ ଯିଏ ଥରେ ଜୀବନରେ ଧୋକା ଖାଇସାରିଥାଏ। ଯେଉଁଠି ତୁମ ଅଭିମାନର କୌଣସି ମୂଲ୍ୟ ନାହିଁ, ସେଠାରେ ତୁମ ସମ୍ପର୍କ ମଧ୍ୟ ସେତିକି ଶସ୍ତା ହୋଇଥାଏ। କଷ୍ଟ ହେଉଛି ଅର୍ଥ ତୁମେ ବଞ୍ଚିଛ, ଏବେ ବି ସମସ୍ୟା ଅଛି ଅର୍ଥ ତୁମ ଧୈର୍ଯ୍ୟ ଶକ୍ତି ଅଛି। ଏସବୁ ଭିତରେ ଯଦି ପ୍ରାର୍ଥନା କରୁଛ, ଅର୍ଥ ତୁମେ ଜୀବନରେ ଏକୁଟିଆ ନୁହଁ। ଯିଏ ତୁମ ସାମ୍ନାରେ ଭଲ କୁହେ ଆଉ ପଛରେ ବିରୋଧ କୁହେ, ତାଙ୍କଠାରୁ ଦୂରେଇ ରୁହନ୍ତୁ। ସିଏ ଏଭଳି ଏକ ମାଠିଆ ଯେଉଁଥିରେ ଉପରେ ପକ୍ଷୀ ଆଉ ଭିତରେ ସମ୍ପୂର୍ଣ୍ଣ ବିଷ ଭରା ରହିଥାଏ। ତଳକୁ ଖସି ଯାଇଥିବା ବ୍ୟକ୍ତି ହୁଏତ ଉଠି ଠିଆ ହୋଇପାରେ, କିନ୍ତୁ ନଜରରେ ତଳକୁ ଖସି ଯାଇଥିବା ବ୍ୟକ୍ତି କେବେ ବି ଉପରକୁ ଉଠିପାରେ ନାହିଁ। ଜଣେ ରାଗିଗଲେ ଯଦି ଆଉ ଜଣେ ଚୁପ୍ ହୋଇଯାଏ, ତେବେ ସମ୍ପର୍କ ବଞ୍ଚିଯାଏ। ଯଦି ଜଣେ ରାଗିଥିଲେ ଆଉ ଜଣେ ବି ରାଗିଯାଏ, ତେବେ ରାଗ ବଞ୍ଚିଯାଏ, ସମ୍ପର୍କ ମରିଯାଏ। ଲଢ଼ିବାର ସାହସ ତ ସମସ୍ତଙ୍କ ପାଖରେ ଥାଏ, କିନ୍ତୁ କାହାକୁ ଜିତିବା ପସନ୍ଦ ଥାଏ ତ କାହାକୁ ସମ୍ପର୍କ ପସନ୍ଦ ଥାଏ। ଏବେ ବିଶ୍ୱାସର କଥା କାହାଠାରୁ ଆଶା ରଖୁଛି? ମାଟିରେ ତିଆରି ମଣିଷ କାଗଜରେ ବିକ୍ରି ହୋଇଯାଇଥାଏ। ଜୀବନରେ ପ୍ରେମ କ'ଣ ତାକୁ ପଚାର, ଯିଏ ପ୍ରେମରେ ଧୋକା ଖାଇବା ପରେ ବି ତା ପ୍ରେମିକାର ବାଟକୁ ଚାହିଁ ରହିଥାଏ। ଦୁଇ ପ୍ରକାର ଝିଅ କେବେ ଧୋକା ଦେଇନଥାନ୍ତି, ଯିଏ ଆଗରୁ ନିଜେ ଧୋକା ଖାଇଥିବେ, ଯିଏ ସଚ୍ଚା ପ୍ରେମ କରୁଥିବେ। ଯଦି କେହି ଅଭିମାନ କରିଛି ତାକୁ ଯଥାଶୀଘ୍ର ମନେଇ ନେବା ଉଚିତ, କାରଣ ଯେବେ ଅଭିମାନ ଅହଙ୍କାରର ରୂପ ନିଏ, ସେତେବେଳେ ବର୍ଷ ବର୍ଷର ସମ୍ପର୍କ ବି ଭାଙ୍ଗି ଯାଇଥାଏ। କିଛି ପ୍ରଶ୍ନର ଉତ୍ତର ସମୟ ଉପରେ ଛାଡ଼ିଦେବା ଦରକାର। ଉତ୍ତର ଟିକେ ଡେରିରେ ମିଳିବ, କିନ୍ତୁ ବହୁତ ଭଲ ମିଳିବ। ସମୟ ତା ପାଇଁ ନିଶ୍ଚୟ ବଦଳିଥାଏ, ଯିଏ ସମୟକୁ ସମୟ ଥାଉ ଥାଉ ବୁଝି ନେଇଥାଏ। କିଏ କହିଲା କି କେହି ଘୃଣା କଲେ ହିଁ କଷ୍ଟ ମିଳେ? କେବେ କାହାକୁ ସଚ୍ଚା ହୃଦୟରୁ ଭଲ ପାଇକି ଦେଖ, ତେବେ କେହି ବାରମ୍ବାର ଅଣଦେଖା କରୁଛି, ସେଠି ଅଜଣା ହୋଇଯିବା ହିଁ ଭଲ ହୋଇଥାଏ।
आमको घृणा करुवा लोक भी मानिबा को पड़िबो। आमको देखा चाहती तथापि आम उपरे नजर रखि थांती। आमको बुझी पारुथिबा लोक बोधे मो जीवन रे नाहंती। जीए आसुची बुझेईकी चली जाउची। प्रेम कंदाई न थाए, कंदाई थाए तो सही अभ्यास जहाँ मनीष को दिने एकुटिया करी बंचिबा को छाड़ी दिए। जीवन रे एमिति जणे मनीष रहिबा जरूरी जी तुम कष्ट को केवल शब्द रे नुहे मन भितर अनुभव करि पारुथिबो। डरिबा बालांकु तो समस्ते डरंती, कारण डरैबार मजा केवल चालाक लोक जानती। टिके साहस करी कथा कहिबा शिखि जाओ, डरैबा लोक निजे डरिबाकु लागिबो। परिवार हेउ किंबा सम्मान सेतेबेले बर्बाद हो जाए जेतेबेले बुझिला मनीष नीरव हो जाए आउ न बुझिला मनीष कथा कहिबा आरंभ करि दे। जदि कथा रखिबार क्षमता नहीं ताहले मिछ प्रतिश्रुति दियो नहीं। तुमको तो केवल कथा कटिଯିब किंतु सामना लोकर संपूर्ण विश्वास भांगी जीव। संपर्क सरीगले प्रेम सरी जाएनी। हृदय रे तो सीए भी रुहंती जी दुनिया रू विदाय नहीं जाती। प्रायतः सीए सब बेले समस्तंक पई ठिया हुए जी एकुटिया रहिबार कष्ट कौन बुझी थाए। केवल धोखा और घृणा शुद्ध ही मिली थाए, बाकी सबू नकली मिली थाए। सच्चा हृदय थिबा मनीष सत कही जेतिकी कहार विश्वास जीति पारि न थाए। कपटी स्वार्थपरी बा चालाक मनीष मिछ कही समस्तंक हृदय को जीति नियंती। मूर्ति आ मनीषक भितर बास एतिकी फरक, मूर्ति शरीर रु पत्थर आ मनीष हृदय रु पत्थर होइथाए। माटी मिसिले इटा हैला, इटा मिसिले कांथ हैला एवं कांथ मिसिले घर हैला। एसबु निर्जीव मिसिबारो एते सुंदर घर होई पारिला। चिंता कर जदि सब मनीष मिसी जाती तेबे केते सुंदर दुनिया होई पारंता। आजिकाली रा समाज कागज को सम्मान दिए, मनीष को अपमान करे। जेउ लोक तुम दुखरे सतरे बुझी थांती सीए केबे भी तुम दुखर कारण हुअंतिनी। जड़े बंधु जी तुमर लुह को बुझी जाए सी प्रकृत में अनेक सांग मानक अपेक्षा अधिक मूल्यवान होता है। सस्ता जुईगम आ सस्ता मनीष नुआ नुआ भल लगी थांती। विचित्र लगिले भी कथाटी सत। बंची मनीष को चुप कर दियंती, मरिकी पड़िथिबा सब को कहती उठ कथा कुह चुप रुहना। चेष्टा कर एमिति निजको योग्य बनैबा पई जेमिति कहार साहाय्य दरकार पड़िबनी। मने रख एही दुनिया एही परी 5 टंका थरे देबे, जीवन सारा 5000 टंकार कथा कही होउतिबे। साहाय्य थरे करिवे, जीवन सारा जणई हेबे। कहा को चाहिबा आकर्षण होई पारे किंतु कहा बाट को चाहिक रहिबा या प्रेम होइथाए। जीए खुशी रे अछि ताको खुशी रे रहिबा को दियो, कारण दुख तो समस्ते देई थांती। मो निज लोक मते कही किछि कहि देले, बापा किछि कहि देले या नहीं मन दुख करंतु नहीं। जीवन रे आगु को बढ़िया को चेष्टा करंतु। तुमे जदि अन्य विषय रे अधिक भाबिबो किए जाने तुमे निजे दुखर कारण बनि जीवो। तेबे तुम जीवन रे प्रत्येकटी खुशी सरी जीव। तुमे निज विषय रे भाबो, निजको किपरि अधिक रु अधिक खुशी करि परिबो से विषय रे ध्यान दियो। टाइम पास प्रेम करुथिबा मनुष्यर किछि लक्षण एही परि होई थाए। सब बेले बहुत भल पाउछि बोली देखै होउथिबे। दर्शक बंधु भिडियोटी आज पई एतिकी। भिडियोटी केमिति लागला कमेंट करिया पई जमाई भूलिबेनी। आ जदि आम भिडियोटी आपन मानको पसंद आसीताए ताहेले आम चैनल रे नुआ थिले सब्सक्राइब करि दियंतु। पाखरे आसुवा बेल नोटिफिकेशन को ऑन कर दियंतु, जहा द्वारा आमर भिडियो नोटिफिकेशन आपण मानक पाखरे सर्वप्रथमे पहुंची पारिबो। भिडियोटी केमिति कोन लागला कमेंट करिया पई जमाई भूलिबेनी। दयाकरी भिडियो को संपूर्ण देखंतु आ सर्वप्रथमे आम चैनल को सब्सक्राइब करंतु। रहुची नमस्कार, जय जगन्नाथ। भलरे रुहंतु, समस्ते खुशी रे रुहंतु। आ भिडियोटी देखिथिबारु आपण मानक धन्यवाद। जय जगन्नाथ, ओम नमः शिवाय। भलरे रुहंतु समस्ते। थैंक यू।